ଥରେ ଜଣେ ଲୋକଟି ଜାହାଜରେ ଯାଉଥିଲା। କୌଣସି କାରଣରୁ ଜାହାଜଟି ସମୁଦ୍ରରେ ବୁଡ଼ିଗଲା। ଜଣେ ମାତ୍ର ବଞ୍ଚିଲା। ସେ ଯାଇକରି ଆଇଲ୍ୟାଣ୍ଡରେ ପଡ଼ିଛି। ଯେତେବେଳେ ସକାଳେ ଦେଖିଲା ସୂର୍ଯ୍ୟ ଉଦୟ ହେଲା ପରେ ତା ଚାରିପଟେ କେହି ନାହିଁ, ସେ ଜଣେ ଏକା ଅଛି। ଆଉ କ'ଣ କରିବ? ତା ପାଖରେ କିଛି ଉପାୟ ନାହିଁ। ଭଗବାନଙ୍କୁ ଡାକିଲା, ଭଗବାନ ମୋତେ ଶୁଣିଲେ ନାହିଁ। କହିଲା ଭଗବାନ ମୋତେ ରକ୍ଷା କର। ଭଗବାନ ମଧ୍ୟ ରକ୍ଷା କଲେ ନାହିଁ। ତାପରେ ଦେଖିଲା ନଡ଼ିଆ ଗଛ ସବୁ ଥିଲା। ତାର ବାହୁଙ୍ଗା ଆଣିକରି ଗୋଟିଏ ଘର ତିଆରି କଲା। ସମୁଦ୍ର ଭିତରୁ ଯାଇକରି ମାଛ ମାରିକରି ସେ ତାର ଜୀବନ ବଞ୍ଚେଇଲା। ମାଛ ଖାଇକି ରହିଲା। ଥରେ ଯେତେବେଳେ ଭଗବାନଙ୍କୁ ଡାକିଛି ବାରମ୍ବାର, ଭଗବାନ ଶୁଣିଲେ ନାହିଁ, ତାକୁ ରକ୍ଷା କଲେ ନାହିଁ, ଆଉ ଭଗବାନଙ୍କୁ ଡାକିଲା ନାହିଁ। ସେଇ ଭିତରେ ଥରେ କିଛି ଦୂରକୁ ଚାଲିଯାଇଛି। ଆସିଲା ବେଳକୁ ଦେଖିଲା ଯେ ତାର ଯେଉଁ ଡାଳ କୁଡ଼ିଆ ନିଆଁରେ ଜଳି ଯାଉଛି। ହତାଶ ହେଇ ପଡ଼ିଲା ଏବଂ ଭଗବାନଙ୍କୁ ଡାକୁଛି, ଭଗବାନ ମୋତେ ତ ରକ୍ଷା କଲ ନାହିଁ, ମୋର ଘର ମଧ୍ୟ ପୋଡ଼ିକରି ଛାରଖାର କରିଦେଲ, ମୁଁ ତୁମର କି ଦୋଷ କରିଥିଲି? ତଥାପି ରାତିରେ ଦୁଃଖ କଷ୍ଟରେ ଶୋଇଗଲା। ସକାଳେ ଦେଖିଲା ତା ପାଖରେ ଗୋଟେ ଜାହାଜ ଲାଗିଛି। ସେ ବହୁତ ଖୁସି ହେଇଗଲା ଏବଂ ଜାହାଜ ବାଲାକୁ ପଚାରିଲା, ଆପଣମାନେ କେମିତି ଆସିଲେ ଏଠିକୁ? ସେମାନେ କହିଲେ, ଏଠିରେ ଯେଉଁ ଘରେ ଯେଉଁ ନିଆଁ ଲାଗିଗଲା, ତୁମେ ନିଆଁ ଲଗେଇଦେଲ ଏବଂ ଆମକୁ ଇସାରା ଦେଲ, ଆମେ ସେ ନିଆଁକୁ ଦେଖିକରି ଏହି ସ୍ଥାନକୁ ଆଣିଲୁ। ଏଇ କଷ୍ଟ ପାଇଥିବା ଲୋକଟି କହୁଛି, ମୁଁ ତ ନିଆଁ ଜାଳି ନାହିଁ, ଘର ଜାଳି ନାହିଁ। ସେ ଯାହା ହେଉ, କିନ୍ତୁ ଆମେ ଏ ନିଆଁର ସଂକେତକୁ ଦେଖିକରି ଆମେ ଏଠିକି ଆସିଛୁ। ବର୍ତ୍ତମାନ ଆପଣ ଆସନ୍ତୁ। ଲୋକଟି ଭଗବାନଙ୍କୁ ପୁଣି ଖୁସି ହେଇକରି ମୁଣ୍ଡିଆ ମାରି କହିଲା, ହେ ଭଗବାନ, ମୁଁ ତୁମକୁ ଗାଳି ଦେଉଥିଲି, ତୁମ ଉପରେ ମୋର ଭରସା ନଥିଲା, କିନ୍ତୁ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଭଗବାନଙ୍କର ଘର ସବୁବେଳେ ଆଲୁଅ, ଅନ୍ଧାର ଥାଏ, କିନ୍ତୁ ଦିନ ରାତି ନିଶ୍ଚୟ ଆଲୋକ ଆସିଥାଏ। ତେଣୁକରି ଆମେ ଭଗବାନଙ୍କ ଉପରେ ବିଶ୍ୱାସ ରଖିବା।